ପିଲାମାନେ ଆଜି ଆମେ ପଢ଼ିବା ଆମ ଦ୍ୱିତୀୟ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ଚାପ୍ଟର ଆମ ଗାଁ। ତାହେଲେ ଆମ ଗାଁର ନାମ ହେଉଛି ପିଲାମାନେ ଏଠି ଗୋଟେ ଗାଁ ଦେଇଛି ଗାଁ ବିଷୟରେ ଜାଣିବା ଆଜି। ଆମ ଗାଁର ନାମ ପୁଷ୍ପପୁର ବୁଝିଲା। ଏହାକୁ ଘେରି ରହିଛି ସବୁଜ ଶସ୍ୟ କ୍ଷେତ। ଅଳ୍ପ ଦୂରରେ ଟିକି ନଈଟି କୁଳୁ କୁଳୁ ଶବ୍ଦ କରି ବହି ଯାଉଛି। ଗାଁ ମୁଣ୍ଡରେ ଶିବ ମନ୍ଦିର ଅଛି ହେଲା। ତାହେଲେ ଆମ ଗାଁର ନାଁ କ'ଣ? ପୁଷ୍ପପୁର। ଏବଂ ସବୁଜ ଶସ୍ୟ କ୍ଷେତ୍ର ଚାରିପଟେ ଅଛି ଏବଂ ତାର ପାଖରେ କୁଳୁ କୁଳୁ କ'ଣ ଶବ୍ଦ କରି ନଈଟି ମଧ୍ୟ ବହି ଯାଉଛି ଏବଂ ଗାଁ ମୁଣ୍ଡରେ ଶିବ ମନ୍ଦିର ମଧ୍ୟ ଅଛି। ଗାଁର ଅଧାରୁ ଅଧିକ ଲୋକ ଚାଷ କାମ କରି ପେଟ ପୋଷନ୍ତି। କ୍ଷେତରେ ଧାନ, ଗହମ, ମୁଗ, ବିରି, ଚିନାବାଦାମ ଚାଷ କରନ୍ତି ହେଲା। ତାହେଲେ ନିଜ ପରିବାର ଚଳିବା ପାଇଁ ଖାଦ୍ୟ ଶସ୍ୟ ରଖି ଅବଶିଷ୍ଟ ବିକ୍ରି କରିଥାନ୍ତି। ଏହା ଫଳରେ ଅନ୍ୟ ଲୋକମାନେ ସେସବୁ ସୁବିଧାରେ ପାଇପାରନ୍ତି। ତାହେଲେ ଗାଁର ଆଉ କେତେକ ଲୋକ କାଠରେ ଖଟ, ଚଉକି, ଟେବୁଲ, କବାଟ ଓ ଝରକା ଆଦି ତିଆରି କରନ୍ତି। ସେମାନଙ୍କୁ କାଠ ମିସ୍ତ୍ରୀ କୁହାଯାଏ ହେଲା। ତାହେଲେ କିଛି ଲୋକ କ'ଣ କଲେ? ଚାଷ କଲେ। ଆଉ ତାପରେ ଆସିଲା କାଠରେ କବାଟ, ଟେବୁଲ, ଝରକା ତିଆରି କରନ୍ତି। ତାଙ୍କୁ ଆମେ କାଠ ମିସ୍ତ୍ରୀ କହିବା। ଯାହାର ଯେଉଁ ଜିନିଷ ଦରକାର ସେ ତାର ଉଚିତ ଦାମ ଦେଇ ସେମାନଙ୍କ ଠାରୁ କିଣିଥାନ୍ତି। ଆମ ଗାଁରେ ନାନା ପ୍ରକାର ପର୍ବପର୍ବାଣି ମଧ୍ୟ ପାଳିତ ହୁଏ ହେଲା। ଲୋକମାନେ ପରସ୍ପର ମିଳିମିଶି ମନ ଫୁର୍ତ୍ତିରେ ପର୍ବପର୍ବାଣି ପାଳିଥାନ୍ତି। ଗାଁର ପରିବେଶକୁ ସବୁଜ ସତେଜ ରଖିବା ପାଇଁ ଲୋକମାନେ ବୃକ୍ଷରୋପଣ ମାନେ ଗଛ ଲଗେଇଥାନ୍ତି ମଧ୍ୟ। ଫଳରେ ଗାଁ ଠାରୁ ଅଳ୍ପ ଦୂରରେ ସୁନ୍ଦର ଜଙ୍ଗଲଟିଏ ସୃଷ୍ଟି ହୋଇଛି। ଗଛ ଗୁଡ଼ା ବଢ଼ିଗଲେ ଆମର ସୁନ୍ଦର ଜଙ୍ଗଲ ସୃଷ୍ଟି ହେବ। ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସତ୍ ପରିଶ୍ରମ କେବେ ହେଲେ ନିଷ୍ଫଳ ହୁଏ ନାହିଁ ହେଲା। ଯଦି ଆମେ ସଠିକ ଭାବରେ ପରିଶ୍ରମ କରିଥିବା ତାହେଲେ ଆମକୁ ଫଳ ସୁନିଶ୍ଚିତ ମିଳିବ। ଗାଁରେ ବହୁତ ଲୋକ ମଧ୍ୟ ଫୁଲ ଚାଷ କରିଥିବାରୁ ଗାଁଟିର ନାମ ପୁଷ୍ପପୁର ରଖାଯାଇଛି। ତାହେଲେ ଗାଁର ନାମ କାହିଁକି ପୁଷ୍ପପୁର? ଗାଁରେ ବହୁତ ଲୋକ ଫୁଲ ଚାଷ ମଧ୍ୟ କରନ୍ତି। ଆଉ ପୁଷ୍ପର ଅର୍ଥ ହେଉଛି ଫୁଲ। ତାପରେ ଆଗରେ ଗାଁର ଅଳ୍ପ କିଛି ଲୋକ ମାଟିରେ ହାଣ୍ଡି, ମାଠିଆ, ସରା ଗଢ଼ନ୍ତି ପିଲାମାନେ। ଆଉ କେତେକ ଲୋକ ଲୁହା କାମ କରି ପେଟ ପୋଷନ୍ତି। ହେଲେ ଗାଁରେ ବିଭିନ୍ନ କ'ଣ କାମ କରିବା ଲୋକ ଅଛନ୍ତି। ସେମାନେ ଦା, କଟୁରୀ, ପନିକି, ପିଠା ଖଡ଼ିକା, କୋଡ଼ି, କୋଦାଳ ଆଦି ତିଆରି କରନ୍ତି। ଆଉ କେତେକ ଲୋକ କ'ଣ କରନ୍ତି? ଗ୍ରାମବାସୀମାନଙ୍କର ମଇଳା ଲୁଗା ଓ ପୋଷାକ ସଫା କରନ୍ତି। ସେଗୁଡ଼ିକ ସାବୁନ ଓ ଲୁଗା ସଫା ପାଉଡରରେ ସଫା କରନ୍ତି ଓ ଇସ୍ତ୍ରୀ କରି ପାରିଶ୍ରମିକ ନିଅନ୍ତି ହେଲା। ଲୁଗା ସଫା କରନ୍ତି ଏବଂ ଲୁଗା ସବୁ କ'ଣ କରନ୍ତି? ଆଇରନ୍ ଦିଅନ୍ତି ହେଲା। ଆହୁରି ମଧ୍ୟ ଆମ ଗାଁରେ ଆହୁରି ଅନ୍ୟ ପ୍ରକାର ଲୋକ ଅଛନ୍ତି। କ'ଣ? ଗାଁର କିଛି ଲୋକ ନଈ, ନାଳ, ପୋଖରୀରୁ ମାଛ ଧରି ମଧ୍ୟ ପେଟ ପୋଷନ୍ତି। କେତେକ ଲୋକ ଗାଈ, ମଇଁଷି ମଧ୍ୟ ପାଳନ କରନ୍ତି। ସେମାନେ କ୍ଷୀର ବିକ୍ରି କରି ଜୀବିକା ନିର୍ବାହ କରନ୍ତି। ତାପରେ ଆମ ଗାଁର ବାଚସ୍ପତି ମହାରଣା ଜଣେ ମୂର୍ତ୍ତି କାରିଗର। ସେ ପଥରରେ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରନ୍ତି। ତାଙ୍କ ହାତର ସ୍ପର୍ଶ ପାଇ ପଥରର ମୂର୍ତ୍ତି ଜୀବନ୍ତ ହୋଇ ଉଠେ। ଗାଁର ଲୋକମାନେ ଭିନ୍ନ ଭିନ୍ନ କାମ କରୁଥିଲେ ହେଁ ସେମାନଙ୍କର ମନ ଏକ। ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ଥାଏ। କେହି କାହାକୁ ଛୋଟ ବୋଲି ଭାବନ୍ତି ନାହିଁ। ସମସ୍ତେ ମିଳିମିଶି ଚଳନ୍ତି, ଏକାଠି ମିଶି ନିଷ୍ପତ୍ତି ନିଅନ୍ତି।